ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ଟୁ ଶିକ୍ଷା ସେତୁ ୟୁଟ୍ୟୁବ୍ ଚ୍ୟାନେଲ୍। ପିଲାମାନେ, ଆଜି ଆମେ ଓଡ଼ିଶା ଜିକେରେ ଟପ୍ 30 ସିଲେକ୍ଟେଡ୍ କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା, ଯେଉଁଟାକି ଆପଣମାନଙ୍କର ଆପକମିଂ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ତେଣୁ ଦୟାକରି ସମସ୍ତେ କ୍ଲାସ୍ଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯେଉଁମାନେ ଚ୍ୟାନେଲ୍କୁ ପ୍ରଥମ ଥର ପାଇଁ ଭିଜିଟ୍ କରିଛ, ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେକୌଣସି ବି ଭିଡ଼ିଓ ଅପଲୋଡ଼ କଲେ ଆପଣଙ୍କ ପାଖରେ ତୁରନ୍ତ ପହଞ୍ଚି ପାରିବ। ଓକେ, ଆଉ ଯେଉଁ ପିଲାମାନେ କ୍ଲାସ୍ର PDF ପାଇବା ପାଇଁ ଚାହୁଁଛ, ତୁମେମାନେ ପିଲେ ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିଦେବ, ଖାଲି ହାଏ ଜଏନ୍ ଲେଖିଦେବ। ତୁମମାନଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍ ଆଣ୍ଡ ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ସେଣ୍ଡ କରି ଦିଆଯିବ। ସେଥିରେ ଜଏନ୍ ହେଇଯିବ, କ୍ଲାସ୍ର ରେଗୁଲାର PDF ପାଇପାରିବ, ଆଉ ମଧ୍ୟ ଆମର ଯେଉଁ ଲାଇଭ୍ କ୍ଲାସ୍ ହେଉଛି ତାର ଆଗୁଆ ଇନଫର୍ମେସନ୍ ଜାଣିପାରିବ। ଓକେ, ତେଣୁ କ୍ଲାସ୍କୁ ଆରମ୍ଭ କରିବା ପୂର୍ବରୁ ସମସ୍ତେ ଟିକେ କମେଣ୍ଟ ସେକ୍ସନରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଦେନ୍ ପିଲାମାନେ ଆମେ ପ୍ରଥମ କ୍ୱେଶ୍ଚିନ୍କୁ ହେଉଛି ଯିବା। କେହି ବି ଭିଡ଼ିଓକୁ ସ୍କିପ୍ କରିବ ନାହିଁ, ଶେଷ ପର୍ଯ୍ୟନ୍ତ ଦେଖ, ବହୁତ ହେଲ୍ପଫୁଲ୍ ହେବ। ଓକେ, ଚାଲ। ଟୋଟାଲ ନମ୍ବର ଅଫ୍ ନ୍ୟାସନାଲ୍ ପାର୍କ ଇନ୍ ଓଡ଼ିଶା। ଓଡ଼ିଶାରେ ଟୋଟାଲ ହେଉଛି ଆମର ନ୍ୟାସନାଲ୍ ପାର୍କ ହେଉଛି କେତୋଟି ବୋଲି ପଚାରିଛି। ୟାର କରେକ୍ଟ ଆନ୍ସର୍ ତ ସମସ୍ତେ ଜାଣିଛ ଯେ 2 ହେଇଯିବ, ଅପସନ୍ ବି ହେଇଯିବ। ସେ ଦୁଇଟି ନ୍ୟାସନାଲ୍ ପାର୍କର ନାମ ମଧ୍ୟ ମନେ ରଖିବ। ଗୋଟିଏ ହେଉଛି ଆମର ଶିମିଳିପାଳ, ଆଉ ଗୋଟେ ହେଉଛି ଭିତରକନିକା। ଶିମିଳିପାଳ ଆଉ ଗୋଟେ ହେଇଗଲା କ'ଣ ଆମର ଭିତରକନିକା। ଓକେ, ତ ଯଦି ପଚାରିଥାନ୍ତା ଆମକୁ ଇଣ୍ଡିଆରେ ଟୋଟାଲ ହେଉଛି ନ୍ୟାସନାଲ୍ ପାର୍କ କେତୋଟି ଅଛି, ନା 107ଟି ହେଉଛି ଇଣ୍ଡିଆରେ ଟୋଟାଲ ହେଉଛି ନ୍ୟାସନାଲ୍ ପାର୍କ ଅଛି। ଫାର୍ଷ୍ଟ ନ୍ୟାସନାଲ୍ ପାର୍କ କେଉଁଟା ହେଇଯିବ ଇଣ୍ଡିଆରେ କି, ଆମର ହେଉଛି ହେଲି ନ୍ୟାସନାଲ୍ ପାର୍କ। ହେଲି ନ୍ୟାସନାଲ୍ ପାର୍କ, ଯେଉଁଟାକୁ ବର୍ତ୍ତମାନ ତୁମେ କ'ଣ କହୁଛ, ତାର ନାମ ଚେଞ୍ଜ ହେଇକି ଜିମ୍ କର୍ବେଟ୍ ନ୍ୟାସନାଲ୍ ପାର୍କ ବୋଲି କହୁଛ। ଜିମ୍ କର୍ବେଟ୍, এই ଜିମ୍ କର୍ବେଟ୍ ନ୍ୟାସନାଲ୍ ପାର୍କ ହେଉଛି ଇଣ୍ଡିଆର ପ୍ରଥମ ନ୍ୟାସନାଲ୍ ପାର୍କ। କେଉଁ ମସିହାରେ ହେଇଥିଲା ମନେ ରଖିବେ ମସିହାଟାକୁ ମଧ୍ୟ, 1936 ମସିହାରେ ଜିମ୍ କର୍ବେଟ୍ ନ୍ୟାସନାଲ୍ ପାର୍କଟା ଆମର ଏଷ୍ଟାବ୍ଲିଶ୍ ହେଇଥିଲା। ଏଇଟା କେଉଁ ଷ୍ଟେଟ୍ରେ ଅଛି ମନେ ରଖିବ, ଉତ୍ତରାଖଣ୍ଡ। ଉତ୍ତରାଖଣ୍ଡରେ କି ଅଛି ଆମର କ'ଣ, ନା ଜିମ୍ କର୍ବେଟ୍ ନ୍ୟାସନାଲ୍ ପାର୍କ। ସେମିତି ଲାର୍ଜେଷ୍ଟ ନ୍ୟାସନାଲ୍ ପାର୍କ ଯଦି ପଚାରେ କ'ଣ କରିବ, ଲାର୍ଜେଷ୍ଟ ନ୍ୟାସନାଲ୍ ପାର୍କ ହେଇଯିବ ହେମିସ୍। ହେମିସ୍ଟା ହେଉଛି ଆମ ଇଣ୍ଡିଆର ସବୁଠାରୁ ଲାର୍ଜେଷ୍ଟ ନ୍ୟାସନାଲ୍ ପାର୍କ। କେଉଁଠି ଅଛି, ଲାଦାଖରେ ଅଛି। ଲାଦାଖରେ ଅଛି ଆମର କ'ଣ, ନା ହେମିସ୍ ନ୍ୟାସନାଲ୍ ପାର୍କ। ଓକେ, ଶିମିଳିପାଳଟା ତ ଜାଣିଛ ମୟୂରଭଞ୍ଜରେ, ଭିତରକନିକାଟା ହେଉଛି କେନ୍ଦ୍ରାପଡ଼ାରେ। ନେକ୍ସଟ ଦେଖ, ଟୋଟାଲ ନମ୍ବର ଅଫ୍ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ଇନ୍ ଓଡ଼ିଶା। ଓଡ଼ିଶାରେ ଟୋଟାଲ ହେଉଛି ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ କେତୋଟି ପଚାରିଲା। ଓଡ଼ିଶାରେ ଟୋଟାଲ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ହେଇଯିବ, ମନେ ରଖିଥାଅ 19ଟି। ଅପସନ୍ ବି ହେଇଯିବ କରେକ୍ଟ ଆନ୍ସର୍। ହ୍ୱାଟ୍ ଇଜ୍ ଦ ଫର୍ମର କ୍ୟାପିଟାଲ ଅଫ୍ ଓଡ଼ିଶା। ଓଡ଼ିଶାର ମାନେ ପ୍ରଥମ କ୍ୟାପିଟାଲ ହେଉଛି କେଉଁଠି ଥିଲା ବୋଲି ପଚାରିଛି। ଓଡ଼ିଶାର ପ୍ରଥମ କ୍ୟାପିଟାଲ ହେଉଛି ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ହେବ ନାହିଁ, କଟକ। ଅପସନ୍ ବି ହେଇଯିବ। ତୁମକୁ ଏଇଠି ଆଉ ଗୋଟିଏ କ୍ୱେଶ୍ଚିନ୍ ମଧ୍ୟ ପଚାରିପାରେ ଯେ କଟକରୁ ଭୁବନେଶ୍ୱର ଆମର କ୍ୟାପିଟାଲଟା କେଉଁ ମସିହାରେ ବା କେଉଁ ଡେଟ୍ରେ କି ସିଫ୍ଟ ହେଇଥିଲା ବୋଲି ପଚାରିବ। କଟକରୁ ଭୁବନେଶ୍ୱର, ତ କଟକରୁ ଭୁବନେଶ୍ୱର ଆମର କ୍ୟାପିଟାଲ ହେଇଥିଲା 13 ଏପ୍ରିଲ 1948 ମସିହା। ଭଲ ଭାବରେ ମନେ ରଖିଥିବ ଯେ 13 ଏପ୍ରିଲ 1948 ମସିହାରେ ଆମର କ୍ୟାପିଟାଲଟା କଟକରୁ ଭୁବନେଶ୍ୱର ହେଇଥିଲା। ଓକେ, ନେକ୍ସଟ ଦେଖ, ହ୍ୱିଚ୍ ଅଫ୍ ଦ ଫଲୋଇଂ ପ୍ଲେସ୍ ଇଜ୍ ପପୁଲାର ଫର୍ ୱାର୍ଲଡ ନୋନ୍ ରୁକାରି ଅଫ୍ ଅଲିଭ୍ ରିଡିଲ୍ ସି ଟର୍ଟଲ। ମାନେ ଅଲିଭ୍ ରିଡିଲ୍ ଟର୍ଟଲ ପାଇଁ କେଉଁଟା ହେଉଛି ଫେମସ୍ ବୋଲି ପଚାରିଛି। କେଉଁ ବିଚ୍ଟା ଦେଖ, ଚନ୍ଦ୍ରଭାଗା ବିଚ୍, ଗହିରମଥା ବିଚ୍, ପୁରୀ ବିଚ୍ ନା କୋଣାର୍କ ବିଚ୍। ଆରାମସେ ତୁମେ ଅପସନ୍ ଏଲିମିନେଟ୍ କରିକି ମଧ୍ୟ କରିପାରିବ ଯେ ଗହିରମଥା ବିଚ୍। ଅପସନ୍ ବି ହେଇଯିବ କରେକ୍ଟ ଆନ୍ସର୍। ଓକେ, ନେକ୍ସଟ ଦେଖ, ଦ ଫେମସ୍ ୱାର୍ ଅଫ୍ କଳିଙ୍ଗ ୱାଜ୍ ଫୋର୍ଟ ଇନ୍ ଦ ଇୟର୍। କଳିଙ୍ଗ ଯୁଦ୍ଧଟା ଆମର କେଉଁ ମସିହାରେ ହେଇଥିଲା ବୋଲି ପଚାରିଛି। କଳିଙ୍ଗ ଯୁଦ୍ଧଟା ମନେ ରଖିଥାଉ 261 BC। ଅପସନ୍ ସି ହେଇଯିବ କରେକ୍ଟ ଆନ୍ସର୍। କଳିଙ୍ଗ ୱାର୍ଟା ଆମର କେଉଁଠି ହେଇଥିଲା ମଧ୍ୟ ପଚାରିବ। ମୁଁ ପଚାରିପାରେ ଦୟା ନଦୀ କୂଳରେ ହେଇଥିଲା। ଦୟା ନଦୀ କୂଳରେ ହେଇଥିଲା କ'ଣ, ଆମର କଳିଙ୍ଗ ଯୁଦ୍ଧ। କାହା କାହାଙ୍କ ମଧ୍ୟରେ ହେଇଥିଲା,
ଅଶୋକ ଆଉ ଭାର୍ସେସ୍ ପିଲେ ରୁଲର ଅଫ୍ ଓଡ଼ିଶା। ଓଡ଼ିଶାର କିଛି କିଙ୍ଗ ଥିଲେ ବା ରାଜା ଥିଲେ ବା ରୁଲର ଥିଲେ, ତାଙ୍କ ମଧ୍ୟରେ ହେଇଥିଲା ହେଉଛି କଳିଙ୍ଗ ୱାର୍ଟା। এই କଳିଙ୍ଗ ୱାର୍ଟା ମେନସନ୍ ଅଛି କେଉଁ ରକ୍ ଏଡ଼ିଟ୍ରେ? ରକ୍ ଏଡ଼ିଟ୍ 13ରେ ମନେ ରଖିଥିବ। ରକ୍ ଏଡ଼ିଟ୍ 13ରେ ହେଉଛି ଆମର ମେନସନ୍ ଅଛି କଳିଙ୍ଗ ୱାର ବିଷୟରେ। ଆଫ୍ଟର କଳିଙ୍ଗ ୱାର ଆମର ଅଶୋକ କ'ଣ କରିଥିଲେ ନା ଆମର ଚଣ୍ଡାଶୋକରୁ ଧର୍ମଶୋକ ହେଉଛି ହେଇଥିଲେ ଆଫ୍ଟର କଳିଙ୍ଗ ୱାର। এইটা ମଧ୍ୟ କ୍ୱେଶ୍ଚନ୍ ତୁମର ଏକ୍ଜାମ୍ରେ ଆସେ। ଓକେ, ବୁଝିହେଲା? ହଁ, ସେମିତି ତୁମକୁ ପଚାରିଦେବ ଅଶୋକଙ୍କର ପିତାଙ୍କର ନାମ କ'ଣ? ଅଶୋକଙ୍କର ପିତାଙ୍କର ନାମ ହେଉଛି ପିଲେ ବିନ୍ଦୁସାର। ବିନ୍ଦୁସାରଙ୍କର ପିତାଙ୍କର ନାମ ହେଉଛି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଓକେ, ନେକ୍ସଟ, ଦ ଜଗନ୍ନାଥ ପୁରୀ ଟେମ୍ପୁଲ ୱାଜ ବିଲ୍ଡ ଇନ୍ ଦ ଇୟର। ଦେଖ, ପୁରୀ ମନ୍ଦିରଟା କେବେ ବିଲ୍ଡ ହେଇଥିଲା ବୋଲି ପଚାରିଛି। ପୁରୀ ମନ୍ଦିରକୁ ପିଲାମାନେ ନିର୍ମାଣ କିଏ କରିଥିଲେ? ଚୋଡ଼ଗଙ୍ଗ ଦେବ। ଓକେ, ଚୋଡ଼ଗଙ୍ଗ ଦେବ ହେଉଛି ବିଲ୍ଡ କରିଥିଲେ। କେଉଁ ମସିହାରେ ବିଲ୍ଡ କରିଥିଲେ ମନେ ରଖିଥାଅ? 1161 ମସିହାରେ। 1161 ମସିହାରେ ଆମର ହେଉଛି ପୁରୀ ଜଗନ୍ନାଥ ଟେମ୍ପଲକୁ ବିଲ୍ଡ କରିଥିଲେ ଚୋଡ଼ଗଙ୍ଗ ଦେବ। 1250ରେ କ'ଣ ବିଲ୍ଡ ହେଇଥିଲା? 1250ରେ ମଧ୍ୟ ପିଲାମାନେ ହେଉଛି ମନେ ରଖିବ। 1250ରେ କ'ଣ ହେଇଥିଲା? କୋଣାର୍କ ଟେମ୍ପଲ। କୋଣାର୍କ ସାନ୍ ଟେମ୍ପଲ ହେଉଛି ବିଲ୍ଡ ହେଇଥିଲା 1250 ମସିହାରେ। କିଏ ବିଲ୍ଡ କରିଥିଲେ? ନରସିଂହ ଦେବ ହେଉଛି ବିଲ୍ଡ କରିଥିଲେ। ଆଉ ଗୋଟିଏ ମସିହା ମନେ ରଖିଥିବ ହେଉଛି ଆମର 1025। 1025ରେ କ'ଣ ହେଇଥିଲା ନା ଲିଙ୍ଗରାଜ ଟେମ୍ପଲ ବିଲ୍ଡ ହେଇଥିଲା। ଲିଙ୍ଗରାଜ ଟେମ୍ପଲ ହେଉଛି ବିଲ୍ଡ ହେଇଥିଲା 1025ରେ। କିଏ ବିଲ୍ଡ କରିଥିଲେ? ଯଜାତି କେଶରୀ ହେଉଛି ଲିଙ୍ଗରାଜ ଟେମ୍ପଲ ହେଉଛି ବିଲ୍ଡ କରିଥିଲେ। ଏଇ ଆମେ ଜଗନ୍ନାଥ ଟେମ୍ପଲକୁ କ'ଣ କୁହାଯାଏ ନା ହ୍ୱାଇଟ୍ ପାଗୋଡ଼ା ବୋଲି କାହା କୁହାଯାଏ? ଜଗନ୍ନାଥ ଟେମ୍ପଲକୁ। କୋଣାର୍କ ଟେମ୍ପଲକୁ କ'ଣ କୁହାଯାଏ? ବ୍ଲାକ୍ ପାଗୋଡ଼ା ବୋଲି। ସେମିତି ଧଉଳିକି କ'ଣ କୁହାଯାଏ? ପିସ୍ ପାଗୋଡ଼ା ବୋଲି ମନେ ରଖିବ। ଓକେ, ନେକ୍ସଟ ଦେଖ, ହୁଇଚ୍ ଷ୍ଟେଟ୍ ଇଜ୍ ଦ ୱେଷ୍ଟ ଅଫ୍ ଓଡ଼ିଶା। ଓଡ଼ିଶାରେ ୱେଷ୍ଟରେ କେଉଁ ଷ୍ଟେଟ୍ଟା ଅଛି ବୋଲି ଆମକୁ ପଚାରିଲା। ଦେଖ, ଓଡ଼ିଶା ମ୍ୟାପ୍ଟା କିଛି ଏମିତି ଥାଏ, ଭଲ ଭାବରେ ଟିକେ ଚେକ୍ କରିଦିଅ ମ୍ୟାପ୍ଟାକୁ। ଦେଖ, ଓଡ଼ିଶା ମ୍ୟାପ୍ଟା ଏଇ ଟାଇପ୍ର ଥାଏ। ଦେଖ, এইটা ହେଇଗଲା କ'ଣ ଆମର ଇଷ୍ଟ, ୱେଷ୍ଟ, ନର୍ଥ, ସାଉଥ। ଆମକୁ ପଚାରିଲା ହୁଇଚ୍ ଷ୍ଟେଟ୍ ଇଜ୍ ଦ ୱେଷ୍ଟ ଅଫ୍ ଓଡ଼ିଶା। ଓଡ଼ିଶାର ଇଷ୍ଟରେ କି ଥାଏ ଆମର କ'ଣ? ବେ ଅଫ୍ ବେଙ୍ଗଲ ଥାଏ। ଓକେ, ଦେନ୍ ଏଇଠି ରୁହେ କ'ଣ ଆମର ଦେଖିବ ପିଲାମାନେ? ୱେଷ୍ଟ ବେଙ୍ଗଲ। ଦେନ୍ ପିଲାମାନେ ହେଉଛି ଛତିଶଗଡ଼, ଝାଡ଼ଖଣ୍ଡ। ବର୍ତ୍ତମାନ ଏଇଠି ରହୁଛି କ'ଣ ନା ଆନ୍ଧ୍ରପ୍ରଦେଶ ରହୁଛି। ଓକେ, ତେଣୁ ଆମକୁ ୱେଷ୍ଟର ପଚାରିଛି, ତ ୱେଷ୍ଟର ଏଇଟା ରହିଲା ଇଷ୍ଟ, ଇଏ ହେଲା କ'ଣ ଇଷ୍ଟ। ୱେଷ୍ଟର କ'ଣ ଅଛି? ୱେଷ୍ଟର ଆମର କ'ଣ ଅଛି ପିଲାମାନେ ନା ଛତିଶଗଡ଼। ତେଣୁ ଛତିଶଗଡ଼ ହେଇଯିବ କରେକ୍ଟ ଆନ୍ସର। ଅପସନ୍ ସି ହେଇଯିବ କରେକ୍ଟ ଆନ୍ସର। ଦେଖ, ଦ ହଟ୍ ୱାଟର ସ୍ପ୍ରିଙ୍ଗ ଅଟ୍ରି ଇଜ୍ ଲୋକେଟେଡ୍ ଇନ୍। ଅଟ୍ରିଟା କେଉଁଠି ଅଛି? ପୁରୀ, ନୟାଗଡ଼, ଗଞ୍ଜାମ ନା ଖୋର୍ଦ୍ଧା? ଖୋର୍ଦ୍ଧାରେ କ'ଣ ଅଛି ପିଲାମାନେ ନା ଅଟ୍ରି ହେଉଛି ଆମର ଖୋର୍ଦ୍ଧାରେ ଅଛି। ଗଞ୍ଜାମରେ କ'ଣ ଅଛି ମନେ ରଖିଥାଉ? ତପ୍ତପାଣି। ତପ୍ତପାଣିଟା କେଉଁଠି ଅଛି ନା ଗଞ୍ଜାମ ଡିଷ୍ଟ୍ରିକ୍ଟରେ। ଆଉ ଗଞ୍ଜାମ ଡିଷ୍ଟ୍ରିକ୍ଟଟା ହେଉଛି ଓଡ଼ିଶାର ସବୁଠାରୁ ହେଉଛି ପିଲାମାନେ ହାଏଷ୍ଟ ପପୁଲେଟେଡ୍ ଡିଷ୍ଟ୍ରିକ୍ଟ। ଅଧିକ ଲୋକ କେଉଁଠି ଅଛନ୍ତି ନା ଗଞ୍ଜାମରେ ହେଉଛି ବାସ କରନ୍ତି। ହ୍ୱେନ୍ ୱାଜ୍ ଦ ସୁପର ସାଇକ୍ଲୋନ୍ ହେଲ୍ଡ ଇନ୍ ଓଡ଼ିଶା। ଓଡ଼ିଶାର କେବେ ସୁପର ସାଇକ୍ଲୋନ୍ଟା ପିଲାମାନେ ଆସିଥିଲା ବୋଲି ପଚାରିଛି। ଓଡ଼ିଶାରେ ମନେ ରଖିଥାଅ ସୁପର ସାଇକ୍ଲୋନ୍ 1997 ନୁହେଁ, 2001 କରିବ ନାହିଁ, 2005 କରିବ ନାହିଁ, 1999। ଅପସନ୍ ବି କୁ ପିକ୍ କରିବ। ଓକେ, ନେକ୍ସଟ ଦେଖ, ହ୍ୱାଟ ଇଜ୍ ଦ ଲିଟରେସି ରେଟ୍ ଅଫ୍ ଓଡ଼ିଶା। ଓଡ଼ିଶାର ଲିଟରେସି ରେଟ୍ କେତେ ପଚାରିଛି। ଦେଖ, ଓଡ଼ିଶାର ଲିଟରେସି ରେଟ୍ ଏଇଠି ଆକର୍ଡିଂ ଟୁ ଅପସନ୍ ଅନୁସାରେ ତୁମର 70 ହେବ ନାହିଁ, 72 ଦେଇଛି, 75, 78 କରିବ ନାହିଁ, 72 କରିଦେବ। ତୁମକୁ ସେମିତି ଯଦି ପଚାରନ୍ତା ମେଲ୍ ଲିଟରେସି ରେଟ୍ କେତେ ହେଇଯିବ? ମେଲ୍ଟା ହେଉଛି 82% ଆଉ ଫିମେଲ୍ଟା ହେଇଯିବ ମନେ ରଖିଥାଅ 62%। ଓକେ, এইটি তোমার 1 2 ভেরি করিপারে। বিভিন্ন প্রকার বইরে বিভিন্ন প্রকার ডাটা দেଉଛି। আকর্ডিং টু 2011 সেন্সস অনুসারে তুমি এইটি অপশন অনুসারে গোটে এভারেজ নেকি করিব।
Which one is the biggest district ओडिशा by area? एरिया अनुसार सबुठारु biggest district कोटा पचारछि कोरापुट मयूरभंज सुंदरगढ़ ना केउंझर मन रखिछ मयूरभंज टा होछि हमर एरिया अनुसार सबुठारु बिगेस्ट डिस्ट्रिक्ट सेमिति पॉपुलेशन अनुसार कोन कहली तुमको गंजाम एरिया अनुसार सेमिति स्मॉलेस्ट कोन हे जिवो स्मॉलेस्ट हे जिवो हमर जगतसिंहपुर टा होछि हमर एरिया अनुसार सबुठारु स्मॉलेस्ट डिस्ट्रिक्ट Which temple is built along the bank of Bindussagar lake? Bindussagar lake कूलरे को टेम्पल टा बिल्ड अछि बोली पचारछि लिंगराज टेम्पल अनंत वासुदेव टेम्पल मुक्तेश्वर टेम्पल राजारानी टेम्पल अनंत वासुदेव टेम्पल ऑप्शन बी हे जिवो करेक्ट आंसर ओके नेक्स्ट देखो Which temple is located in जाजपुर जाजपुर को टेम्पल टा अछि पिला माने जाजपुर रे होछ हमर बिरजा मां बिरजांकर टेम्पल ऑप्शन ए हे जिवो करेक्ट आंसर हुमा टेम्पल टा कोठी अछि हमर संबलपुर रे होछि हुमा टेम्पल 64 योगिनी टेम्पल लोकेटेड इन हीरापुर इज नियर व्हिच इंपोर्टेंट सिटी ऑफ ओडिशा ओके हाँ 64 योगिनी टेम्पल टा मन रखता हमर कोठी अछि भुवनेश्वर रे ही अछि ऑप्शन सी इज द करेक्ट आंसर हुमा टेम्पल लोकेटेड इन संबलपुर हैज व्हिच स्ट्रिकिंग फीचर हुमा टेम्पल टा जानिछो जोटा को वक्र मंदिर कहछो लीनिंग स्ट्रक्चर कोठी अछि चेक कर दियो ऑप्शन बी इज द करेक्ट आंसर लीनिंग टेम्पल लीनिंग स्ट्रक्चर पाई से होछि फेमस Which temple in Odisha was called as white pagoda by the European? यूरोपियन माने व्हाइट पागोड़ा पिला माने काहाकू कहिथिले व्हाइट पागोड़ा ऑलरेडी मु कहि सारछि कोणार्क टेम्पल को से माने कोन कहिथिले ना सॉरी कोणार्क कहूछि जगन्नाथ टेम्पल टा हे जमरो व्हाइट पागोड़ा कोणार्कटा कोन हे जो पिला माने ब्लैक पागोड़ा या कोन कह जे ब्लैक पागोड़ा बोली कह जाय ए जो जगन्नाथ टेम्पल टा बिल्ड हेतिला केबे मन रखथिबो 1161 मसिया रे होछि बिल्ड हेतिला कोणार्कटा केबे हेतिला 1250 रे सेमिति लिंगराज टेम्पल टा मन रखि थाओ 1025 रे होछि लिंगराज टेम्पल ओके मसिया लग मन रखथियो भलो भाबरे पीस पागोड़ा का कह जे मन रखिबो धौली के हमें कोन कहथो पीस पागोड़ा बोली आ सेमिति पचार देबो तुमको लास्ट इंडिपेंडेंट किंग ऑफ कलिंगर लास्ट इंडिपेंडेंट किंग होची पिला माने के थिले मन रखिबो मुकुंद देव होचंदी हमर लास्ट इंडिपेंडेंट किंग होचंदी कलिंगर Which temple is built in 9th century and is dedicated to Lord Shiva? शिव टेम्पल या भितर कोटा टिके देखि दियो लिंगराज टेम्पल मुक्तेश्वर टेम्पल राजारानी टेम्पल ब्रह्मेश्वर टेम्पल कौन है जो ब्रह्मेश्वर टेम्पल ऑप्शन बी है जो मुक्तेश्वर टेम्पल ओके मुक्तेश्वर टेम्पल हमर कोठी अछि भुवनेश्वर रे अछि भुवनेश्वर रे के हमर कोन अछि ना मुक्तेश्वर टेम्पल एटा 9th सेंचुरी एडी रे होछि निर्माण करा जायतिला Which of the following is the first ओडिया न्यूज़पेपर ऑफ ओडिशा रा कोउटा होछि प्रथम ओडिया न्यूज़पेपर बोली पचाछि समाज उत्कल दीपिका ना धरित्री ना संवाद ओडिशा रा प्रथम न्यूज़पेपर हिबो उत्कल दीपिका ऑप्शन बी हे जिवो करेक्ट आंसर उत्कल दीपिका सेमिति फास्ट जदि पचारे इंडिया रे होछि फास्ट न्यूज़पेपर रा नाम कोन हे जिवो बेंगल गाजेट मनकथा बेंगल गाजेट होछि इंडिया रा फास्ट न्यूज़पेपर ए जो बेंगल गाजेट टा एटा को लैंग्वेज रे लिखा थिला ना इंग्लिश लैंग्वेज रे बुझी पालो सेम जदि पचार दबो फास्ट हिंदी न्यूज़पेपर इंडिया रे कोन हे जिवो फास्ट हिंदी न्यूज़पेपर इंडिया रे फास्ट हिंदी न्यूज़पेपर होछि उड़ंत मार्तंड होछि इंडिया रा फास्ट हिंदी न्यूज़पेपर आ सेमिति ओडिसा रे जानिछो फास्ट न्यूज़पेपर हला उत्कल दीपिका
सेमती पचार देव ओडिशार डेली न्यूज पेपर कोटा हो दैनिक आशा। दैनिक आशा दैनिक आशा हूँ ओडिशार कि हूँ डेली न्यूज पेपर। मन रही फास्ट जदि इंडिया पचारे कर बेंगल गाजेट। जदि तुमको इंग्लिश जदि पचार देव पूरा एमती मेंशन कर फास्ट हूँ हिंदी न्यूज पेपर कोटा है ताले उड़ंत मार्तंड कर। Which day is celebrated as the ओडिया जर्नालिज्म डे? ओडिया जर्नालिज्म डे को आम केबे पालन करते? 1 एप्रिल ना 1 एप्रिल टा हूँ कौन होता आम ओडिशा हूँ फॉर्म होता केबे 1 एप्रिल 1936 टा। ओके ओडिशा फॉर्मेशन डे रूपे आम पालन करछु। 4 अगस्त हो करेक्ट आंसर। ओके सेप्टेम्बर 5 तारीख नुहे 1 जून नुहे। चलो डायमंड ट्रायंगल क्या कहुए? डायमंड ट्रायंगल तुमको दुईटा पचार गोटे हूँ डायमंड ट्रायंगल गोटे हूँ कौन पचार डायमंड ट्रायंगल आ गोटे गोल्डन ट्रायंगल बोली पचार। डायमंड ट्रायंगल हो उदयगिरी उदयगिरी ललितगिरी ललितगिरी आ गोटे हूँ रत्नगिरी। ये तीनोटा को हूँ आम कौन कही ना डायमंड ट्रायंगल बोली। ओके बट परीक्षा में देखी कौन करे सी चार्टा तुमको दे देथिबो दी पचार देथिबो कौन ना या भितर कोटा हूँ गोटे डायमंड ट्रायंगल नुहे। ये ऑप्शन कौन कौन थी उदयगिरी भी थी ललितगिरी थी रत्नगिरी थी आउ गोटे ऑप्शन दे दी हूँ कौन ना खंडगिरी। तेणु सब नाम शुणा एका प्रकार लगे उदयगिरी आमर हूँ उदयगिरी ललितगिरी रत्नगिरी खंडगिरी सब लास्ट को देखो गिरी गिरी थी। जमी चाइनीज मेनकार मुह समस्त देखिए एका टाइप समस्त को सामान भाया देखा जाए सेमती तुमको एग्जाम भी देखिए सब उदयगिरी ललितगिरी रत्नगिरी खंडगिरी लिखि देखिए चार्टा ऑप्शन तुमको एका प्रकार हूँ जना जाऊ। ओके तो भल भाव मन रखता आमर उदयगिरी हम ललितगिरी हम रत्नगिरी हम खंडगिरी करिवो नाही। खंडगिरीटा हूँ डायमंड ट्रायंगल जीव नाही। गोल्डन ट्रायंगल कोटा पचारा गोल्डन ट्रायंगल हूँ पुरी भुवनेश्वर कोणार्क। पुरी भुवनेश्वर कोणार्क ऑप्शन बी हो करेक्ट आंसर। Which of the following inscription throw light on the administration of अशोक in कलिंग? ये जो अशोक थिले हूँ कलिंग कथा कहूँ अशोक यहाँ कौटी मेंशन अच्छी बोली पचार। ओके हाथी गुंफा धौली एंड जौगड़ रत्नगिरी ना उदयगिरी? मन रखि था धौली एंड जौगड़ कर धौली एंड जौगड़। Which of the following inscription throw light on the administration of अशोक in कलिंग? धौली एंड जौगड़। Who were the ruler of कलिंग before the establishment of मयूर डायनेस्टिक? मयूर डायनेस्टिक पूर्वर ओडिशार कि आम जो कलिंगर कि रूलर हूँ किए कौ माने थे? गुप्तज माने नंदज ना मयूर ना छेदी? मन रखि था कौ माने थे नंदज माने हूँ थिले। ओके फेमस न्यूज पेपर द समाज स्टार्टेड इन व्हिच ईयर? द समाजटा को मसीह स्टार्ट होता 1915 ना 1912 1922 कर ना ऑप्शन डी कर 1919 रे। यार फाउंडर किए थिले? फाउंडर मध्य मन रखिथिबो फाउंडर हूँ पंडित गोपबंधु दास। गोपबंधु दास होउछंती समाज न्यूज पेपर के हूँ फाउंडर हूँ थिले। ये जो यही समाजटा हूँ आम वीकली न्यूज पेपर वीकली न्यूज पेपर तार फाउंडर किए गोपबंधु दास। तुमको पचार देव ओडिशार फास्ट वीकली न्यूज पेपर कौन ना द समाजटा हूँ ओडिशार फास्ट वीकली न्यूज पेपर। किए एस्टाब्लिश करथिले बा किए हूँ फाउंडर किए थिले? गोपबंधु दास। यही गोपबंधु दास आउ गोटे मसीहाटा मन रखता परीक्षा बहुत थर पचार आगू। गोपबंधु दास हूँ सत्यवादी स्कूल जोटा आमर अच्छी कौटी अच्छी पुरी डिस्ट्रिक्ट रे अच्छी। ओके पुरी कि साखी गोपाल ठारे कौ मसीह बिल्ड करते ना 1909 मसीह 1909 मसीह गोपबंधु दास हूँ सत्यवादी स्कूल हूँ आमर निर्माण करते। ओके गोपबंधु दास ये गोपबंधु दास को कौन कहुए? गांधी ऑफ ओडिशा बोली क्या कहुए मन रखिथ
ଗୋପବନ୍ଧୁ ଦାସକୁ ହେଉଛି କୁହାଯାଏ। ଓକେ, ଏଇ ଯେଉଁ ଆମର ସତ୍ୟବାଦୀ ସ୍କୁଲଟା କେଉଁଠି ଅଛି? ପୁରୀରେ କି? ଜାଗାଟାର ନାମ ମନେ ରଖିଥାଅ, ସାକ୍ଷୀ ଗୋପାଳରେ। ନେକ୍ସଟ, who are the first women to be elected to the Odisha Legislative Assembly? ଓଡ଼ିଶା ଲେଜିସ୍ଲେଟିଭ୍ ଆସେମ୍ବଲି ଫାଷ୍ଟ ଇଲେକ୍ଟ କିଏ ହେଇଥିଲେ? ମନେକ ନନ୍ଦିନୀ ଶତପଥୀ କରିବ ନାହିଁ, ସାରଳା ଦେବୀ, ଶୈଳବାଳା ଦାସ, ରମା ଦେବୀ, ସାରଳା ଦେବୀ। ଅପସନ୍ ବି ହେଇଯିବ କରେକ୍ଟ ଆନ୍ସର। ଓକେ, ଆମର ଟୋଟାଲ ହେଉଛି ବିଧାନସଭାର ସିଟ୍ କେତେଟା ଅଛି ମନେ ରଖିଥିବ? 147ଟା। ଓକେ, ସେମିତି ଲୋକସଭାରେ କେତେ ହେଇଯିବ? 21ଟା। ରାଜ୍ୟସଭାରେ ହେଉଛି 10ଟା ଓଡ଼ିଶାରେ। ଆଉ ଓଡ଼ିଶା ଲେଜିସ୍ଲେଟିଭଟା ହେଉଛି ୟୁନିକେମେରାଲ, ମାନେ ଓନ୍ଲି ଆମର ଲେଜିସ୍ଲେଟିଭ୍ ଆସେମ୍ବଲି ଅଛି, ଲେଜିସ୍ଲେଟିଭ୍ କାଉନସିଲ୍ ହେଉଛି ନାହିଁ। ଦ କ୍ଲାଇମେଟ୍ ଅଫ୍ ଓଡ଼ିଶା ଇଜ୍ ଦ ଟାଇପ୍ ଅଫ୍, ଓଡ଼ିଶାର କ୍ଲାଇମେଟ୍ଟା ହେଉଛି କେଉଁ ଟାଇପ୍ର? ଟେମ୍ପରେଟ୍, ଟ୍ରପିକାଲ, ଏରିଡ୍ ନା ମେଡିଟେରିଆନ୍? ମନେ ରଖିଥାଅ ଟ୍ରପିକାଲ। ଓଡ଼ିଶାର କ୍ଲାଇମେଟ୍ ହେଉଛି ଆମର ଟ୍ରପିକାଲ। ଅପସନ୍ ବି ହେଇଯିବ କରେକ୍ଟ ଆନ୍ସର। ଦ ବ୍ରାହ୍ମଣୀ ଇଜ୍ ଫର୍ମ ବାଇ ଦ କନଫ୍ଲୁଏନ୍ସ ଅଫ୍, ବ୍ରାହ୍ମଣୀ ରିଭରଟା କେଉଁ ଦୁଇଟିଆ ରିଭର ମିଶିକି ହେଇଛି ବୋଲି ପଚାରିଛି? ମହାନଦୀ ଏଣ୍ଡ ବ୍ରାହ୍ମଣୀ, ଶଙ୍ଖ ଏଣ୍ଡ କୋଏଲ, ବୈତରଣୀ ଏଣ୍ଡ ବୁଢ଼ାବଳଙ୍ଗ, ତେଲ ଏଣ୍ଡ ଇନ୍ଦ୍ରାବତୀ। ଦେଖ ଶଙ୍ଖ ଆଉ କୋଏଲ ଏଇ ଦୁଇଟିଆ ରିଭର ମିଶିକି ଆମର କ'ଣ ହେଇଛି ନା ବ୍ରାହ୍ମଣୀ ରିଭର ହେଇଛି। ଓକେ, ଯଦି ତୁମକୁ ବ୍ରାହ୍ମଣୀ ରିଭରଟା ହେଉଛି ଓଡ଼ିଶାର, ଯଦି ତୁମକୁ ପଚାରିବ ସବୁଠାରୁ ଲାର୍ଜେଷ୍ଟ ରିଭର କ'ଣ? ମହାନଦୀ ଜାଣିଛ, ମହାନଦୀ ତାର ଲେନ୍ଥ ମଧ୍ୟ ମନେ ରଖିଥିବ। ଟୋଟାଲ ଲେନ୍ଥ ହେଉଛି ମହାନଦୀର କେତେ ହେଇଯିବ ନା 858 କିଲୋମିଟର। ବଟ୍ ଓଡ଼ିଶାରେ ମହାନଦୀର ଲେନ୍ଥ ହେଉଛି କେତେ? 494 କିଲୋମିଟର। ଓକେ, ମତେ ଟିକେ କମେଣ୍ଟ ସେକ୍ସନରେ ଜଣାଅ, ଏଇଟା ହେଲା ଫାଷ୍ଟ ମାନେ ଯୋଉଟା ଲାର୍ଜେଷ୍ଟ କହୁଛ ରିଭରଟା ଓଡ଼ିଶାର। ସେକେଣ୍ଡ ଲାର୍ଜେଷ୍ଟ କ'ଣ ହବ? ଓଡ଼ିଶାର ସେକେଣ୍ଡ ଲାର୍ଜେଷ୍ଟ ରିଭର ହେଉଛି କ'ଣ? ଆଉ ଗୋଟେ ତୁମକୁ ପଚାରେ ପରୀକ୍ଷାରେ ମନେ ରଖିଥିବ, କେଉଁ ରିଭରଟା ଓଡ଼ିଶାର କି ଡେଲ୍ଟା ହେଉଛି ଫର୍ମେସନ୍ କରେ ନାହିଁ? ଡେଲ୍ଟା ହେଉଛି ଫର୍ମେସନ୍ କରିବ ନାହିଁ। ମନେ ରଖିଥାଅ ଋଷିକୁଲ୍ୟା ରିଭର। ଋଷିକୁଲ୍ୟା ରିଭର ଡାଜ ନଟ୍ ଫର୍ମ ଡେଲ୍ଟା। ଡେଲ୍ଟା ହେଉଛି ମାନେ ଯୋଉଟା ମୁହାଣ କହୁଛ, ମୁହାଣ ଫର୍ମେସନ୍ କରେ ନାହିଁ। ଆମେ ଜାଣିଛେ ସବୁ ଇଷ୍ଟ ଫ୍ଲୋଇଂ ରିଭର ଗୁଡ଼ାକ ହେଉଛି ଡେଲ୍ଟା ଫର୍ମେସନ୍ କରନ୍ତି, ବଟ୍ ତାଙ୍କର ହେଉଛି ଇଷ୍ଟଚର ହେଉଛି ନଥାଏ, ଯୋଉଟା କହୁଛ କାହାଳି ଟାଇପ୍ରେ। ସେ କାହାଳି ଟାଇପ୍ର ହେଉଛି ନୁହନ୍ତି, ସେମାନେ ହେଉଛି ଡେଲ୍ଟା ଫର୍ମେସନ୍ କରନ୍ତି, ମାନେ ତ୍ରିକୋଣ ଭୂମି ଯୋଉଟା କହୁଛୁ। ଓକେ, ଇଷ୍ଟ ଫ୍ଲୋଇଂ ରିଭର ମାନେ ଡେଲ୍ଟା ହେଉଛି ଫର୍ମେସନ୍ କରନ୍ତି। ୱେଷ୍ଟ ଫ୍ଲୋଇଂ ରିଭର ମାନେ ଡେଲ୍ଟା ଫର୍ମେସନ୍ କରନ୍ତି ନାହିଁ, ସେମାନେ ହେଉଛି ଇଷ୍ଟଚାରୀ ହେଉଛି ଫର୍ମେସନ୍ କରନ୍ତି। ଏକାମ୍ର କାନନ ଗାର୍ଡେନ ଇଜ୍ ସିଚୁଏଟେଡ୍ ଇନ୍ ହ୍ୱିଚ୍ ସିଟି ଅଫ୍ ଓଡ଼ିଶା? ଏକାମ୍ର କାନନ ଗାର୍ଡେନ ଆମର କୋଉଠି ଅଛି? ଭୁବନେଶ୍ୱରରେ ଅଛି। ଅପସନ୍ ସି ହେଇଯିବ କରେକ୍ଟ ଆନ୍ସର। An endangered species saltwater crocodile is found in which national park of Odisha? saltwater crocodileଟା ଆମର କୋଉଠି ଦେଖାଯାଏ? ଭିତରକନିକାରେ ଦେଖାଯାଏ। ତ ଭିତରକନିକା ଶିମିଳିପାଳଟା ହେଉଛି ଆମର ଟାଇଗର ପାଇଁ ଫେମସ୍। ଶିମିଳିପାଳଟା ଭିତରକନିକା ନ୍ୟାସନାଲ ପାର୍କ ଆମର କୋଉଠି ଅଛି ନା କେନ୍ଦ୍ରାପଡ଼ାରେ। ଆଉ ଶିମିଳିପାଳଟା ଆମର କୋଉଠି ଅଛି ପିଲାମାନେ? ମୟୂରଭଞ୍ଜରେ କି ଅଛି। ମନେ ରଖିଥାଅ ଏଇ ନନ୍ଦନକାନନ ଲାଗି ଗୋଟେ ଅଛି ଆମର ହେଉଛି ବୋଟିଂ କରିଥିବ, ଯଦି କୋଉମାନେ ଯାଇଥିବ ଦେଖିଥିବ ପାଣିରେ କି ବୋଟିଂ କରିଥିବ ଏକା, ଗୋଟେ ଆମର ନେଚୁରାଲ ହେଉଛି ଲେକ୍ ଅଛି, ତାକୁ କ'ଣ କୁହାଯାଏ? କାଞ୍ଜିଆ ଲେକ୍। ପରୀକ୍ଷାରେ ଆସିଛି କାଞ୍ଜିଆ ଲେକ୍, ମନେ ରଖିଥିବ। ଏଜ୍ ପର୍ 2011 ସେନ୍ସସ୍ ହେଲା, ହ୍ୱାଟ ଇଜ୍ ଦ ର୍ୟାଙ୍କ ଅଫ୍ ଓଡ଼ିଶା ଇନ୍ ଟର୍ମ ଅଫ୍ ଏସ୍ଟି ପପୁଲେସନ୍? ଆମ ଦେଶରେ କି ଯେଉଁ ଏସ୍ଟି ପପୁଲେସନ୍ ଅନୁସାରେ ଓଡ଼ିଶାର ର୍ୟାଙ୍କ ହେଉଛି କେତେ ନମ୍ବର ପଚାରିଛି? ଫାର୍ଷ୍ଟରେ ମନେ ରଖିଥିବ ହେଉଛି ମଧ୍ୟପ୍ରଦେଶ। ମଧ୍ୟପ୍ରଦେଶ ହେଉଛି ଆମର ଫାର୍ଷ୍ଟରେ। ସେକେଣ୍ଡ ହେଉଛି ମହାରାଷ୍ଟ୍ର। ମହାରାଷ୍ଟ୍ର ହେଉଛି ସେକେଣ୍ଡରେ। ଥାର୍ଡ଼ରେ ହେଉଛି କ'ଣ ନା ଆମର ଓଡ଼ିଶା। ଓଡ଼ିଶାର ର୍ୟାଙ୍କ ହେଉଛି ଏସ୍ଟି ପପୁଲେସନ୍ ଅନୁସାରେ ଥାର୍ଡ଼ରେ। ଓକେ, ଫାର୍ଷ୍ଟ ରହିଲା ମଧ୍ୟପ୍ରଦେଶ, ସେକେଣ୍ଡରେ ହେଇଯିବ ମହାରାଷ୍ଟ୍ର। ଆଉ ଓଡ଼ିଶାରେ ସବୁଠାରୁ ଲାର୍ଜେଷ୍ଟ ଟ୍ରାଇବ୍ କୋଉଟା ବାସ କରନ୍ତି? ଲାର୍ଜେଷ୍ଟ ଟ୍ରାଇବ୍ ହେଉଛି କନ୍ଧ। କନ୍ଧ ହେଉଛି ଓଡ଼ିଶାରେ ସବୁଠାରୁ ଲାର୍ଜେଷ୍ଟ ଟ୍ରାଇବ୍। ତୁମକୁ ପଚାରିଦେବ ଏଇ ଯେଉଁ ଡଙ୍ଗରିଆ କନ୍ଧ କେଉଁ ଡିଷ୍ଟ୍ରିକ୍ଟରେ ଦେଖାଯାଏ? କଳାହାଣ୍ଡିରେ। ଡଙ୍ଗରିଆ କନ୍ଧଟା ବେଶୀ କେଉଁଠି ଦେଖାଯାଏ ନା କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ହେଉଛି ଆମର ଡଙ୍ଗରିଆ କନ୍ଧ ହେଉଛି ଦେଖାଯାଏ। ସେ ହିଲ୍ଟା ଯାହା ନାଁ ମଧ୍ୟ ମନେ ରଖିବ ନିୟମଗିରି ହିଲ୍।
ନିୟମଗିରି ହିଲ୍ କଳାହାଣ୍ଡିରେ କି ଆମର ଡଙ୍ଗରିଆ କନ୍ଧଟା ହେଉଛି ସବୁଠାରୁ ଅଧିକ ହେଉଛି ଦେଖାଯାଆନ୍ତି। ଓକେ, ଏଇ 30ଟି ପିଲାମାନେ କ୍ୱେଶ୍ଚନ୍ ଥିଲା। ଆଶା କରୁଛି କ୍ଲାସ୍ଟି ଭଲ ଲାଗିଥିବ। ଯେଉଁମାନଙ୍କୁ ଭଲ ଲାଗିଛି ନିଶ୍ଚିତ ଭାବରେ କ୍ଲାସ୍କୁ ଲାଇକ୍ କରିଦେବ, ସାଙ୍ଗସାଥିଙ୍କ ସହିତ ସେୟାର କରିବ। ଆଉ ଯେଉଁ ପିଲାମାନେ କ୍ଲାସ୍ର PDFକୁ ପାଇବା ପାଇଁ ଚାହୁଁଛ, ତୁମେମାନେ ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିଦେବ, ଖାଲି ହାଇ ଜଏନ୍ ଲେଖିଦେବ। ତୁମମାନଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍ ଆଣ୍ଡ ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ସେଣ୍ଡ କରିଦିଆଯିବ। ସେଥିରେ ଜଏନ୍ ହେଇଯିବ, କ୍ଲାସ୍ର PDF ପାଇପାରିବ, ଆଉ ମଧ୍ୟ ଆମର ଯେଉଁ ଲାଇଭ୍ କ୍ଲାସ୍ ହେଉଛି ତାର ଆଗୁଆ ଇନଫର୍ମେସନ୍ ମଧ୍ୟ ଜାଣିପାରିବ। କ୍ଲିୟର? ଯେଉଁମାନେ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରିଛ, ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବ। ଓକେ, ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ଭଗବାନ ତୁମ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଦେଖା ହେବା ଆଉ ଗୋଟେ ଏମିତି ସୁନ୍ଦର କ୍ଲାସ୍ରେ। ରହୁଛି ସେ ପର୍ଯ୍ୟନ୍ତ। ଜୟ ଜଗନ୍ନାଥ।